ଭାରତରେ ରହିଛି ଏମିତି ଏକ ସ୍ଥାନ ଯେଉଁଠାରେ ବିଜ୍ଞାନ ପାଖରେ ମଧ୍ୟ କୌଣସି ଉତ୍ତର ନାହିଁ। ତାହା ହେଉଛି ପୁରୀର ଶ୍ରୀ ଜଗନ୍ନାଥଙ୍କ ମନ୍ଦିର। ଏହି ମନ୍ଦିରକୁ ନେଇ ରହିଛି ଅନେକ ଅଭୂତ ରହସ୍ୟ ଆଜି ପର୍ଯ୍ୟନ୍ତ ମନୁଷ୍ୟ ବୁଝିପାରିନାହିଁ। ପ୍ରଥମ ଆଶ୍ଚର୍ଯ୍ୟଚକିତ କଲା ଭଳି ରହସ୍ୟ ହେଉଛି ମନ୍ଦିରର ଧ୍ୱଜା ସବୁବେଳେ ପବନର ବିପରୀତ ଦିଗରେ ବହି। ପ୍ରତିଦିନ ଜଣେ ସେବକ ମନ୍ଦିରର ଶିଖରକୁ ଚଢ଼ି ନୂଆ ପତାକା ପରିବର୍ତ୍ତନ କରନ୍ତି। ଏହି ପ୍ରଥା ଶତାବ୍ଦୀ ଧରି ଚାଲି ଆସୁଛି। ଦ୍ୱିତୀୟ ରହସ୍ୟ, ମନ୍ଦିରର ମୁଖ୍ୟ ଗମ୍ବୁଜର ଛାୟା ମଧ୍ୟ କେବେ ତଳେ ପଡ଼େ ନାହିଁ। ସୂର୍ଯ୍ୟ ଯେଉଁ ଦିଗରେ ବା ରୁହନ୍ତୁ, ମନ୍ଦିର ସେହି ଆଲୋକରେ ଅଦ୍ଭୁତ ଭାବେ ଚମକେ। ସିଂହ ଦ୍ୱାରରେ ପ୍ରବେଶ କଲା ପରେ ଆପଣଙ୍କୁ ସମୁଦ୍ରର କୌଣସି ବି ଶବ୍ଦ ଶୁଭି ନଥାଏ, କିନ୍ତୁ ବାହାରକୁ ଆସିଲା ପରେ ସେହି ସମୁଦ୍ରର ଗର୍ଜନ ଆପଣଙ୍କୁ ଶୁଭିଥାଏ। ଶ୍ରୀମନ୍ଦିର ଉପରେ କୌଣସି ପକ୍ଷୀ ବା ବିମାନ ମଧ୍ୟ ଉଡ଼େ ନାହିଁ, ସତେ ଯେମିତି ମହାପ୍ରଭୁ ଜଗନ୍ନାଥ ଆକାଶକୁ ସଂରକ୍ଷଣ ଦେଉଛନ୍ତି। ଏବଂ ମନ୍ଦିର ଶିଖରରେ ଥିବା ସୁଦର୍ଶନ ଚକ୍ର, ତୁମେ ଯେତେବେଳେ ବି ସୁଦର୍ଶନ ଚକ୍ରକୁ ଦେଖିବ ତାହାର ଦିଗ ତୁମ ଆଡ଼କୁ ଅନେଇଥିବାର ଦେଖାଯାଇଥାଏ। ଏବଂ ରୋଷ ଘରେ ମଧ୍ୟ ଅଦ୍ଭୁତ ଚମତ୍କାର ଦେଖିବାକୁ ମିଳିଥାଏ, ଯେଉଁଠାରେ ମାଟି ହାଣ୍ଡି ଗୁଡ଼ିକୁ ଗୋଟିଏ ଉପରେ ଗୋଟିଏ ରଖି ଖାଦ୍ୟ ପ୍ରସ୍ତୁତ କରାଯାଏ ଏବଂ ସର୍ବ ଉପରେ ଥିବା ମାଟି ପାତ୍ରର ଖାଦ୍ୟଟି ପ୍ରଥମେ ପ୍ରସ୍ତୁତ ହୋଇଯାଇଥାଏ। ଏବେ ଏଇଭଳି ଭିଡ଼ିଓ ଦେଖିବା ପାଇଁ ଆମ ପେଜକୁ ଫଲୋ କରନ୍ତୁ। ଜୟ ଜଗନ୍ନାଥ।